ଆଜି ରାତିରେ ସେ ନାରୀ ତୁମକୁ ଫୋନ୍ କରିବ ମିଳନ ପାଇଁ ରୁମ୍କୁ ଡାକିବ। କେବଳ ଏହି ନମ୍ବର ସହିତ ତା'ର ନାମ ଲେଖିଦିଅନ୍ତୁ। ଆଜ୍ଞା ହଁ, ଆପଣ ସମସ୍ତଙ୍କର ଇଚ୍ଛା ଥିବ ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇବା ପାଇଁ, ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ଏଥିପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ଏମିତି ଏକ ମୁସଲିମ ବଶୀକରଣ ନମ୍ବର ନେଇ ଆସିଛି। ଏହି ନମ୍ବର ସହିତ ଆପଣ ଯେଉଁ ଝିଅ ବା ବିବାହିତା ନାରୀର ନାମ ଲେଖିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଆପଣଙ୍କର ସବୁ କଥା ମାନିବ। ଆପଣ ତାକୁ ଯାହା କହିବେ ସିଏ କରିବ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ମୁଁ ଆପଣଙ୍କୁ କିଛି ନମ୍ବର ଶିଖେଇବି। ଆପଣଙ୍କୁ ସେହି ନମ୍ବର ସହିତ ସେ ଝିଅ ବା ନାରୀର ନାମ ଲେଖିବାର ଅଛି। ତାପରେ ଦେଖିବେ ଚମତ୍କାର। ଯେଉଁ ଝିଅ ଆପଣଙ୍କୁ ଭାଉ ଦେଉନଥିଲା, ସେ ଝିଅ ଆପଣଙ୍କୁ ଦେଖିବା ମାତ୍ରେ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ବିବାହିତା ନାରୀ ବା ପଡ଼ିଶା ଘର ଭାଉଜକୁ ଆପଣ ଦିନରାତି ଭାବୁଛନ୍ତି, ତା'ର ସୁନ୍ଦରତାକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, ସେ ନାରୀ ବା ଭାଉଜ ରାତି ଦିନ ଫୋନ୍ କରିବ, ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। କେତେଥର ଏମିତି ହେଇଥାଏ କି ଆପଣ ଯେଉଁ ଝିଅକୁ ଭଲ ପାଉଛନ୍ତି, ସେ ଝିଅ ଆପଣଙ୍କୁ ଭଲ ପାଏନି, ଅନ୍ୟ କାହାକୁ ଭଲ ପାଏ। ଆଉ ଆପଣ ତା ପଛରେ ଗୋଡ଼େଇ ଗୋଡ଼େଇ ନିଜର ସବୁ ସମୟ ସାରି ଦିଅନ୍ତି, କିନ୍ତୁ ସେ ଝିଅକୁ ପଟେଇ ପାରନ୍ତିନି। ଯଦି ଆପଣ ବି ଏହିପରି ପରିସ୍ଥିତିରେ ପଡ଼ିଛନ୍ତି, ତେବେ ଆଜି ଏହି ବଶୀକରଣ କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ପାଗଳି ପରି ଆପଣଙ୍କୁ ଭଲ ପାଇବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଏହି ବଶୀକରଣ ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ପଟେଇ ପାରିବେ। ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ଏହି ବଶୀକରଣ ବିଧିକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ଚାଲନ୍ତୁ ଜାଣିବା। ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତା'ର ଲାଭ ପାଇପାରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ଶୁକ୍ରବାର ଦିନ କରିବେ। କାହିଁକି ନା ଇଏ ହେଉଛି ମୁସଲିମ ବଶୀକରଣ। ତେଣୁ ଶୁକ୍ରବାର ଦିନ ଏହି ବଶୀକରଣ କରିବେ। ଦିନ 3ଟାରୁ ସନ୍ଧ୍ୟା 6ଟା ମଧ୍ୟରେ ଏହି ବଶୀକରଣ କରିବେ। ପ୍ରଥମେ ଆପଣ କ'ଣ କରିବେ, ଖଣ୍ଡେ ସାଧା କାଗଜ ଆଣିବେ, କଳା କଲମ ଆଣିବେ। ତାପରେ କୌଣସି ଏକ ଜାଗାରେ ଚୁପଚାପ ବସି ପଡ଼ିବେ। କାଗଜରେ ଆପଣ ପ୍ରଥମେ ସେଇ ଝିଅ ବା ସ୍ତ୍ରୀର ନାମ ଲେଖିବେ ଆଉ ତା ପାଖରେ ନିଜର ନାମ ଲେଖିବେ। ନାମ ଲେଖିସାରିବା ପରେ ତା ତଳେ ଆପଣ 3ଟି ନମ୍ବର ଲେଖିବେ। 7, 8, 6 ଏହି 3ଟି ନମ୍ବର ଲେଖିବେ। ଲେଖିସାରିବା ପରେ ସେ କାଗଜକୁ ଡାହାଣ ହାତରେ ଧରିବେ ଆଉ ଏହି ଶବ୍ଦକୁ 21 ଥର କହିବେ। ୟା ମୁକିତୁ, ୟା ମୁକିତୁ, ୟା ମୁକିତୁ। ଏହିପରି ଆପଣ 21 ଥର କହିବେ। ଏହିପରି 21 ଥର କହିସାରିବା ପରେ 7 ଥର ସେ ଝିଅର ନାମ କହିବେ ଆଉ 7 ଥର ନିଜର ନାମ କହିବେ। ତାପରେ ସେ କାଗଜରେ ଗୋଟିଏ ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ସେ କାଗଜକୁ ନିଜର ତକିଆ ତଳେ ରଖିଦେବେ। ଗ୍ୟାରେଣ୍ଟି ଦେଉଛି, ଯେପର୍ଯ୍ୟନ୍ତ ଆପଣଙ୍କ ତକିଆ ତଳେ ସେ କାଗଜ ଥିବ, ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କର ବଶରେ ରହିବ। ଆପଣଙ୍କର ସବୁ କଥା ମାନିବ। ଆପଣ ତାକୁ ଯାହା କହିବେ ସେ କରିବ। ଧନ୍ୟବାଦ।